ଡକାୟତ ରାଷ୍ଟ୍ରପତି ଆସିବା ଉଚିତ ନୁହଁ। ଅନ୍ୟ ଦେଶ ରାଷ୍ଟ୍ରପତି ଜବରଦସ୍ତି ତା ଘରୁ ଆଣି ଆରେଷ୍ଟ କରି ଜେଲ କରି ନିଜେ ରାଷ୍ଟ୍ରପତି ଘୋଷଣା କରିବା ୱାର୍କିଂ ପ୍ରେସିଡେଣ୍ଟ ଏଗୁଡ଼ା ଅଲାଜ। ଜାତିସଂଘ କାହିଁ ହେଇଯିବେ? କଣ ପାଇଁ ଜାତିସଂଘ ହେଇଛି? କଣ ଆବଶ୍ୟକ ଅଛି? ଟ୍ରମ୍ପ ତ ଯାହାକୁ ପାଇଲା ଧମକେଇଲା, ଯାହାକୁ ପାଇଲା ପଶିଲା, ଯାହାଠୁ ପାଇଲା ନେଲା। ଆଉ ଇଏ ନରେନ୍ଦ୍ର ମୋଦିଟା ତ ଅଡଲି କରି ରଖିଛି। ନରେନ୍ଦ୍ର ଆଶା ନରେନ୍ଦ୍ର ମୁଁ ଯୁଦ୍ଧ ସିଜ୍ ଫାୟାର କରୁଛି ନା କହିଲା ନା। ତାକୁ କହିକି ଟ୍ରମ୍ପ ଘୋଷଣା କଲା, ତମେ ଜାଣିପାରିଲନି? ଘୋଷଣା ଟ୍ରମ୍ପ ବନ୍ଦ କରିଛି। ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ଡ୍ରପ୍ କରିଛି କିଏ? ଟ୍ରମ୍ପ। ଆକୁ କହିଲା ନରେନ୍ଦ୍ର ମୋଦି ଠିଆ ସାଇଟ୍, ମୁଁ ଯାଉଛି ଘୋଷଣା କରିବି। ଆମ ଆର୍ମି ଚିଫ୍ ସବୁ ଅନେଇଛନ୍ତି ଇଏ କଣ ଟ୍ରମ୍ପ ଘୋଷଣା କଲାଣି ଭାରତ ସିଜ୍ ଫାୟାର, ପାକିସ୍ତାନ ସିଜ୍ ଫାୟାର। ଲଜ୍ଜା। ଏ ଦେଶଟାକୁ ମାନେ ବଦନାମ କରିଦେଲା। ଏ ବଢିବେ, ତଣ୍ଟି ତ ଚିପି ସାଇଲାଣି, ଆଉ ବଢିବ କଣ? କି ବଢା ବଢିବ? ଆମେ ଆସିଲେ ଆମ ରାହୁଲ ଗାନ୍ଧୀ ପଚାରିବୁ, ଟ୍ରମ୍ପ ଯଦି ଆସେ ଭାରତକୁ ଛିନ୍ଛତର କରିସାରିଲାଣି, ଦରଦାମରେ ବଢେଇ ସାରିଲାଣି, ଅରାଜକତା ସରିଲାଣି, ଭାରତର ସମ୍ମାନକୁ ପାକିସ୍ତାନ ଆଗେ ବିକ୍ରି କରିସାରିଲାଣି। ଆମେ ବିରୋଧ କରିବୁ କି ସମର୍ଥନ କରିବୁ? ଯଦି ରାହୁଲ ଗାନ୍ଧୀ ଖଗଡେ କହିବେ ବିରୋଧ, ଓହ୍ଲେଇ ଦିଆଯିବନି ଓଡିଶା ମାଟିରେ ଟ୍ରମ୍ପକୁ। କିନ୍ତୁ ମୋ ଦଳ ନିର୍ଦ୍ଦେଶ ଯାହା ଦବ ସେଇଆ କରିବୁ।